ବାଙ୍କୀ ଭସାଣୀ ଉତ୍ସବରେ 34ଟି ମେଢ଼ ବିସର୍ଜନ। କଟକ ଜିଲ୍ଲା ବାଙ୍କୀ ସହରରେ ପବିତ୍ର କୁମାର ପୂର୍ଣ୍ଣିମାଠାରୁ ବଜାର ବିଭିନ୍ନ ସ୍ଥାନରେ 34 କୋଟି ମେଢ଼ ପ୍ରଦର୍ଶିତ ହୋଇଥିଲା। ଆଜି ମେଢ଼ଗୁଡ଼ିକ ମା ଚର୍ଚ୍ଚିକାଙ୍କ ପୀଠ ପାଦଦେଶଠାରୁ ସହର, ନୃସିଂହ ଛକ ଓ କଚେରୀ ଛକ ଦେଇ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିକଟସ୍ଥ ଉଆଉ ପୋଖରୀଠାରେ ବାଙ୍କୀ ଏନ୍ଏସି ଦ୍ୱାରା ନିର୍ମିତ ଅସ୍ଥାୟୀ ଜଳ ଉତ୍ସଠାରେ ବିସର୍ଜନ କରାଯାଇଛି। ବଣିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ଓ ସମ୍ପାଦକ ଶ୍ରୀନିବାସ ବେହେରାଙ୍କ ନେତୃତ୍ୱରେ 34 କୋଟି ମେଢ଼ କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ମେଢ଼ ଶୋଭାଯାତ୍ରାକୁ ବାଙ୍କୀ ମହୋତ୍ସବ କମିଟି ତରଫରୁ ସମସ୍ତ ମେଢ଼ କମିଟିର କର୍ମକର୍ତ୍ତାଙ୍କୁ ଡାକଘର ସାମ୍ନାରେ ନିର୍ମିତ ମଣ୍ଡପରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ମହୋତ୍ସବ କମିଟି ଉପସଭାପତି ସନାତନ ବେହେରା, ସନ୍ତୋଷ କୁମାର ରଣା, ଅନୁପ ବଥୁଆଲା, ସୌମେନ୍ଦ୍ର ମିଶ୍ର, ଭାଗୀରଥୀ ବିଶ୍ୱାଳ, କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର, ଭାଗୀରଥୀ ପାଣି, ପଠାଣି ବେହେରା ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା କରିଥିଲେ। ଶାନ୍ତିରେ ଶୃଙ୍ଖଳା ସହିତ ଭସାଣୀ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଙ୍କୀ ପୋଲିସ ପ୍ରଶାସନ ସହଯୋଗ କରିଥିଲେ। ବାଙ୍କୀରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ, ଖବର ହବ୍ ଓଡ଼ିଶା।